ବେଙ୍ଗପଟି ଆଜିର ଶୀର୍ଷକ ଆକୃତି ନୁହେଁ ପ୍ରକୃତି ଦେଖନ୍ତୁ। ଯେଉଁମାନଙ୍କର ଦାନ୍ତ ବଡ଼ ଅର୍ଥାତ୍ ଯେଉଁମାନେ ପେଟୁ ଯେକୌଣସି ମୂଲ୍ୟରେ ଯେଉଁମାନେ ସମସ୍ତଙ୍କର ଖାଦ୍ୟ ଖାଇଯିବାକୁ ଚାହାନ୍ତି, ଜମା କରି ରଖିବାକୁ ଚାହାନ୍ତି, ଶିଆଳିଆ ପରି, ସିଂହ ପରି, କୁଆ ପରି, କୁକୁର ପରି ସେମାନଙ୍କ ଦାନ୍ତ ବଡ଼ ବଡ଼। ସମସ୍ତଙ୍କର ରକ୍ତ ପିଇଯାଉଥିବା ଲୋକଙ୍କ ନାମ ରାକ୍ଷସ। ରାକ୍ଷସଙ୍କର ବଡ଼ ବଡ଼ ସିଂହ ଥାଏ। ମଣିଷଙ୍କର ତ ମୁଁ ସିଂହ ଦେଖି ନାହିଁ। ନା ଆଜ୍ଞା, ମଣିଷଙ୍କର ମଧ୍ୟ ସିଂହ ଥାଏ। ହଁ ବାପୁ, ଥାଏ ତ। ବିନା କାରଣରେ ୟାକୁ ମାର, ତାକୁ ପିଟ, ୟାର କ୍ଷତି କର, ତାର ବି କ୍ଷତି କର। ଏପରି ଲୋକ ହେଉଛନ୍ତି ରାକ୍ଷସ। ତେବେ ମହାରାଜଜୀ, ରାକ୍ଷସର କୌଣସି ଆକୃତି ନଥାଏ। ନା ବାପା, ଆକୃତି ନାହିଁ, ପ୍ରକୃତି ଅଛି। ଆପଣଙ୍କ ପରି ମୋ ପରି ଲୋକ ବି ରାକ୍ଷସ ହେବା ସମ୍ଭବପର। ଦେବତା ସ୍ୱର୍ଗରେ ରହନ୍ତି। ହଁ ବାପା, ରହୁଥିବେ, ମୁଁ କହିପାରିବି ନାହିଁ। କୌଣସି ଲୋକେ ଦେବତା ହୋଇପାରିବେ। ହଁ, ଦେବତା କୌଣସି ଆକୃତି ନୁହେଁ। ଦେବତା ବି ମଧ୍ୟ ଗୋଟିଏ ପ୍ରକୃତି। ମୋ ପରି ଓ ଆପଣଙ୍କ ପରି ମନୁଷ୍ୟଙ୍କ ଭିତରେ ବହୁତ ଦେବତା ମଧ୍ୟ ଥାଇପାରନ୍ତି। ଦେବତା କିପରି? ଦେବତା ବାପା ଗୋରା ରଙ୍ଗର। ଆଜ୍ଞା, ୟୁରୋପରେ ସମସ୍ତେ ଗୋରା ରଙ୍ଗର। ପଞ୍ଜାବର ସୀମା ପ୍ରାନ୍ତରରେ ମଧ୍ୟ ସମସ୍ତେ ଗୋରା ରଙ୍ଗର। ସେମାନେ କ'ଣ ସମସ୍ତେ ଦେବତା? ନା ବାପା, ଗୋରା ଚେହେରାରେ କହିବା ମୋର ଉଦ୍ଦେଶ୍ୟ ନୁହେଁ। ମୁଁ କହିବାର ଉଦ୍ଦେଶ୍ୟ ହେଲା, ଯେଉଁମାନେ ବିଚାର, ଯେଉଁମାନଙ୍କର ବ୍ୟବହାର, ଯେଉଁମାନଙ୍କର ଆଚରଣ, ଯେଉଁମାନଙ୍କର ଦୃଷ୍ଟିକୋଣ ସ୍ୱଚ୍ଛ, ଗୋରା, ଶୁଦ୍ଧ, ନିର୍ମଳ, ଉଜ୍ଜ୍ୱଳ, ସେମାନଙ୍କ ନାମ ଦେବତା। କ'ଣ ଆଜ୍ଞା, ଦେବତା ତ ପୁଣି କେବେ ବୁଢ଼ା ହେଉନଥିବେ? ନା ବାପା, ଦେବତା କେବେ ବୁଢ଼ା ହୁଅନ୍ତି ନାହିଁ, ସବୁବେଳେ ଯୁବକ ହୋଇ ରହିଥାନ୍ତି। ତେବେ ଆଜ୍ଞା, ସମସ୍ତଙ୍କର ଯେତେବେଳେ ମୃତ୍ୟୁ ହେଉଛି, ତେବେ ଦେବତାଙ୍କର ବି ତ ମୃତ୍ୟୁ ହେଉଥିବ? ହଁ ବାପା, ମୃତ୍ୟୁ ତ ନିଶ୍ଚୟ ହେଉଥିବ, କିନ୍ତୁ ବୁଢ଼ା ହୁଅନ୍ତି ନାହିଁ। ବୁଢ଼ା କାହାକୁ କୁହନ୍ତି? ଯେଉଁ ବ୍ୟକ୍ତି କ୍ଳାନ୍ତି, ପରାଜିତ, ନିରାଶା, ଯିଏ ଭାଙ୍ଗି ପଡ଼ିଛି, ପରିସ୍ଥିତି ପାଖରେ ମୁଣ୍ଡ ନୁଆଁଇ ରହିଛି, ସେ ହିଁ ବୁଢ଼ା। ପରିସ୍ଥିତି ବଡ଼ ବୋଲି କହି ତା ସହିତ ସଂଘର୍ଷ କରିବାକୁ ଅସ୍ୱୀକାର କରୁଥିବା ଲୋକ ହିଁ ହେଉଛି ବୁଢ଼ା। ଯେଉଁ ଲୋକର ଯୌବନ ଟିଟିପ୍ ପରି ହୋଇଥାଏ। କିପରି? ସମୁଦ୍ର ବହୁତ ବଡ଼ ଥିଲା, ସେ ଟିଟିପ୍ର ଅଣ୍ଡା ଭରେଇ ନେଲା। ଟିଟିପ୍ କହିଲା, ସମୁଦ୍ର ଆପଣ ବଡ଼ ତ ଠିକ୍ ଅଛି, କିନ୍ତୁ ଆପଣଙ୍କର ସଙ୍ଗେ ସଙ୍ଗେ ଲଢ଼ିବା ଏବଂ ଲଢ଼େଇ କରିବାରୁ ମରିଯିବି ତ କିଛି କ୍ଷତି ନାହିଁ। ମଲେ ମରିବି ତ, ତେବେ ଆପଣଙ୍କର ସଙ୍ଗେ ଲଢ଼ିବି। ଏପରି ସାହସ ଥିଲା ଲୋକ କିଏ? ସେ ଲୋକ ସେ ଦେବତା। ବନ୍ଧୁଗଣ, ଦେବତା କେବେ ବୁଢ଼ା ହୁଅନ୍ତି ନାହିଁ, ସବୁବେଳେ ଯୁବକ ହୋଇଥାନ୍ତି। କ'ଣ ଆଜ୍ଞା, 80 ବର୍ଷର ହେଲେ ବି ଯୁବକ? ଗାନ୍ଧିଜୀ 80 ବର୍ଷ ହୋଇଥିଲେ ଏବଂ କହୁଥିଲେ ମୁଁ 120 ବର୍ଷ ବଞ୍ଚିବି। ସେ ଆହୁରି 40 ବର୍ଷ ବଞ୍ଚିବାକୁ ଚାହୁଁଥିଲେ। ବିରୋଧୀମାନେ ତାଙ୍କୁ ମାରିଦେଲେ, ନହେଲେ ସେ ବଞ୍ଚିଥାନ୍ତେ। ପଣ୍ଡିତ ନେହେରୁ ପ୍ରାୟ 75 ବର୍ଷ ପାଖାପାଖି ବଞ୍ଚିଥିଲେ, କିନ୍ତୁ ବାର୍ଦ୍ଧକ୍ୟରେ ମଧ୍ୟ ସେ 50 ପାହାଚ ଚଢ଼ିବାର ମୁଁ ଦେଖିଛି। ଗୋଟିଏ ଛୋଟ ପିଲା ଚଢ଼ିବା ପରି ସେ ଚଢ଼ୁଥିଲେ। ଯାହା ଭିତରେ ଆଶା, ଉତ୍ସାହ, ଉଦ୍ଦୀପନା ଅଛି, ଜୀବନ ଓ ସାହସ ଅଛି, ସେ ଲୋକ ଦେବତା। ଯେଉଁମାନେ ଦିଅନ୍ତି, ସେମାନେ ହେଲେ ଦେବତା। ତାଙ୍କଠାରେ ସବୁବେଳେ ଦେବାର ବୃତ୍ତି ହିଁ ଥାଏ। କ'ଣ ଦେବେ? ଦେବା ପାଇଁ ତ ମୋ ପାଖରେ କିଛି ନାହିଁ। ତା ମାନେ ଆପଣ କହୁଛନ୍ତି ଯେ ଆପଣ ପାଖେ ପଇସା ନାହିଁ, ଆପଣଙ୍କର ପଇସା ଦରକାର। ପଇସାକୁ ହିଁ ଆପଣ ସବୁଠାରୁ ବଡ଼ ଜିନିଷ ମନେ କରୁଛନ୍ତି। ପଇସା ହେଉଛି ଚତୁର୍ଥ ନମ୍ବର ଶକ୍ତି ଏବଂ ବର୍ତ୍ତମାନ ସମୟରେ ଏହାକୁ ମୁଁ ବିନାଶକାରୀ ଶକ୍ତି ବୋଲି କହିବି। ପଇସା କ'ଣ ଗୋଟେ ଶକ୍ତି? ପଇସା ଶକ୍ତି ନୁହେଁ। ଆପଣଙ୍କ ଠାରେ ଯାହା ପୂର୍ଣ୍ଣ ମାତ୍ରାରେ ବିଦ୍ୟମାନ, ତାହା ହେଉଛି ଶ୍ରମ। ସେଥିରୁ ପଇସା ଆସେ। ଆପଣ ତାକୁ ଯଦି ଦେବାକୁ ଚାହାନ୍ତି, ତେବେ ଦାନୀ ବୋଲି ଭାବି